ରୋଲ ମସଲା ଆଜି କାହିଁକି କମ ବନାଗଲା? ଫାଷ୍ଟଫୁଡ ରେ ଆଗକୁ ଜାଣିବେ। ନମସ୍କାର, ମୁଁ ରାଜା। ହବ କିଛି ଏମିତି ସକାଳୁ ଉଠି ରେଡି ହେଇଗଲି ଗାଧେଇକି ଫାଷ୍ଟଫୁଡ କୁ ଯିବା ପାଇଁ। ଆଜି ବେଶୀ ଖରା ନାହିଁ, ପୁରା ଥଣ୍ଡା ପାଗ। ଆରେ ଭାଇ, ଗୋଟେ ଜିନିଷ ଭୁଲି କରି ଆସିଲି ଘରୁ, ଅଫ୍ରନ ଟା। ଆଗ ପହଞ୍ଚି ଚାଉମିନ ପାଇଁ ପତ୍ରକୋବି କାଟିଦେଲି, ଗାଜରକୁ ଛଡେଇ ରଖିଦେଲି, ପିଆଜ ଛଡେଇ ରଖିଦେଲି, ଚାଉମିନ ପାଇଁ ପାଣି ବସେଇଦେଲି। ଭାଇରେ ଭିତରେ ତ ପ୍ରବଳ ଗରମ ଲାଗୁଛି। ଆଗକୁ ଆଉ କେତେ ଗୁଡା କାମ ଅଛି। ଏବେ ନୁଡୁଲ୍ସ କୁ ବଏଲ ରେ ଲଗେଇଦେଲି, ଭଲସେ ଧୋଇ ତାୱାକୁ ବସେଇଦେଲି। ତାପରେ ତେଲ ପକେଇ କାଟିଥିବା ପତ୍ରକୋବି, କ୍ୟାପ୍ସିକମ, ଗାଜର, ପିଆଜକୁ ପକେଇଦେଲି। ଭଲସେ ଭାଜି ରୋଲ ମସଲା ବନେଇଦେଲି। ରୋଲ ପାଇଁ ଚିକେନ କୁ ମସଲା ପକେଇ ରେଡି କରିଦେଲି। ତେଲ କରେଇ ବସେଇ ତେଲ ଗରମ ହବା ପରେ ଚାଉମିନ ପାଇଁ ଚିକେନ କୁ ଛାଣିଦେଲି। ଟାଇମ ହବ 4ଟା। ସବୁ ସାମାନ ଆଣି ବାହାରେ ରେଡି କରି ରଖିଦେଲି। ଯୋଉ ଭଳି ପବନ ହଉଛି, ମେନୁ କାର୍ଡ ନ ଉଡିଯାଉ ଯେମିତି। ପବନ ଏମିତି ହଉଛି ଯେ ମତେ ଠେଲି ପକଉଛି। ଆଉ ରୋଲ କେମିତି ବେଲିବି କୁହ? ଆଜି ଯେହେତୁ ଗୁରୁବାର, ସେଥିପାଇଁ ରୋଲ ମସଲା କମ ବନେଇଛି। ମତେ ଭୋକ ଲାଗିଲା, ଗୋଟେ ରୋଲ ବନେଇ ଖାଇଦେଲି। ଆଉ ଗୋଟେ ରୋଲ ଅର୍ଡର ଆସିଲା, ରେଡି କରି କଷ୍ଟମରଙ୍କୁ ଦେଇଦେଲି। ଏବେ ଟାଇମ ହବ ରାତି 11ଟା, ଘରକୁ ଯାଉଛି।